ଆଉ ମୁଁ ଭିଡ଼ିଓ ପୋଷ୍ଟ କରିଥିଲି। ଆଉ ଯେହେତୁ ମ୍ୟୁଜିକ୍ ଥିଲା ତ କପିରାଇଟ୍ ଦେଖେଇଲା, ସେଥିପାଇଁ ମୁଁ ମ୍ୟୁଜିକ୍ ସବୁ ବନ୍ଦ କଲି। ଆଉ ଏ ମୁମେଣ୍ଟ ସବୁ ମୁଁ କ୍ୟାପଚର୍ କରିବାକୁ ଚାହୁଁଛି, ସେଥିପାଇଁ ଭିଡ଼ିଓ ଥିବା ଦରକାର। ତ ଏଇଠି ଚର୍ଚ୍ଚ ସର୍ଭିସ୍ ପରେ ସମସ୍ତେ, ଯେହେତୁ ମ୍ୟାରେଜ୍ ବହୁତ ଭଲ ହେଲା, ଆଉ ମଉସା ଜଣେ ହିଁ, ତାଙ୍କର 2ଟା ଝିଅ ହିଁ, କିନ୍ତୁ ଏତେ ଭଲ ମ୍ୟାରେଜ୍ ଦେଲେ। ଆଉ ଭୋଜିରୁ ଆରମ୍ଭ କରି ସବୁ ଜିନିଷ ବହୁତ ପରଫେକ୍ଟ, ବହୁତ ଭଲ ଥିଲା। ସମସ୍ତେ ଭଲ ଫିଡ଼ବ୍ୟାକ୍ ଦେଲେ। ଆଉ ସେଥିପାଇଁ ଆଉ ଆମେ ତ ପ୍ରଭୁଙ୍କ ଉପରେ ହିଁ ନିର୍ଭର, ତ ସମସ୍ତେ ସେଥିପାଇଁ ବହୁତ ଖୁସିରେ। ଆଉ ମ୍ୟାରେଜ୍ ଦିନ ବି ସମସ୍ତେ ଦୁଃଖ ଥିଲୁ, ଯେହେତୁ ଝିଅର ବିଦାୟ। କିନ୍ତୁ ସେଇଦିନ ଏମିତି ଗୋଟେ ମୁମେଣ୍ଟ ଆସିଲା ଯେ ସମସ୍ତେ, ଗୀତ ବାଜୁଥିଲା, ନାଚିବା ଷ୍ଟାର୍ଟ କରିଦେଲୁ। ଆଉ ଏଠି ସମସ୍ତେ ମଉସା ମାଉସୀ ଆଉ ଆମ କୁମ ମାଉସୀ ତ ବହୁତ ଖୁସି ପୁରା ସେ ବାରାତି ଡ୍ୟାନ୍ସ ପୁରା କରୁଥିଲେ। ଏମିତି କିଛି ଥିଲା ମୁମେଣ୍ଟ। ଆଉ ବହୁତ ସାରା ଭିଡ଼ିଓ ଅଛି, ଆଉ ମୁଁ ଧୀରେ ଧୀରେ ସବୁ ପୋଷ୍ଟ କରିବି। ତ ଏମିତିରେ ସମସ୍ତେ ନାଚିବାକୁ ଆରମ୍ଭ କଲୁ। ଆଉ ବହୁତ ଟାଇମ୍ ପର୍ଯ୍ୟନ୍ତ ସେଦିନ ଖାଇବା ପିଇବା ଭୁଲିକି ନାଚିବା ଷ୍ଟାର୍ଟ କରିଦେଲୁ। ଆଉ ସାଇଡ଼୍ରେ ଦେଖନ୍ତୁ ନରେଶ, ଏଇଠି କିଏ ବି ଭଲ ଡାନ୍ସର ନାହିଁ, କିନ୍ତୁ ସମସ୍ତେ ସେମିତି ହିଁ ହ୍ୟାପିଲି ନାଚିବା ଷ୍ଟାର୍ଟ କରିଦେଲୁ। କାହିଁକିନା ଏଠି ଅନ୍ୟ ଜାଗାରେ ଇଚ୍ଛା ମଧ୍ୟ ହବନି, କିନ୍ତୁ ସେଇ ଟାଇମ୍ରେ ଏମିତି ଗୋଟେ ମୁମେଣ୍ଟ କ୍ରିଏଟ୍ ହେଲା, ଅଟୋମେଟିକାଲି ସମସ୍ତେ ଯାଇକି ନାଚିବା ଷ୍ଟାର୍ଟ କରିଦେଲୁ। ଆଉ ଏଠି କୁମ ମାଉସୀ ଏଣ୍ଟରଟେନ୍ କରୁଛନ୍ତି ସମସ୍ତଙ୍କୁ। ମ୍ୟୁଜିକ୍ ଥିଲେ ବହୁତ ଭଲ ଲାଗିଥାନ୍ତା, କିନ୍ତୁ କପିରାଇଟ୍ ଦେଖେଇଲା ଯେହେତୁ, ତ ମୁଁ ମ୍ୟୁଜିକ୍ ଟର୍ନ ଅଫ୍ କରିଦେଲି। ଆଉ ଏଠି ମଉସା ମଧ୍ୟ ତାଙ୍କର ଷ୍ଟାର୍ଟ ହେଇଗଲା ଡ୍ୟାନ୍ସ। ଆଉ ବହୁତ ଭଲ ଟାଇମ୍ ଥିଲା ସେଦିନ। ମମି ବାବା ସମସ୍ତେ, ଆମେ ମଧ୍ୟ ବାବାଙ୍କ ଦେହ ଖରାପ ବୋଲିକି ଟିକେ ଟେନସନ୍ରେ ଥିଲୁ, କିନ୍ତୁ ବହୁତ ଦିନ ପରେ ସମସ୍ତେ ଖୁସିର ଗୋଟେ ଏନଭାୟରମେଣ୍ଟ, ଆଉ ଟେନସନ୍ ସବୁ ଛାଡ଼ିକି ଏଇଠି। ଆଉ ଲାଇଫ୍ରେ ଖୁସି ମଧ୍ୟ ହେବା କଥା, ସବୁବେଳେ ସ୍ୟାଡ଼୍ ରହିବା କଥା ନାହିଁ ନା। ଖୁସି ରହିଲେ ହିଁ ମନ ଭଲ ଥିବ, ଦେହ ଭଲ ଥିବ। ତ ଏଇଠି ସମସ୍ତଙ୍କ ନାଚ ଦେଖି ମୋତେ ଭଲ ଲାଗିଲା। ବହୁତ ଦିନ ପରେ ମମି ବାବା ମଉସା ମାଉସୀ ସମସ୍ତେ ଡ୍ୟାନ୍ସ କରିଥିଲେ।